ପିଲାମାନେ ତୁମେ ଭଲ ଅଛ? ହଁ, ତୁମେମାନେ ନିଶ୍ଚିତ ଭଲ ଥିବ। ମୁଁ ଆନନ୍ଦ ଚନ୍ଦ୍ର ଜେନା ଆଜିର ପାଠପଢ଼ାର କାର୍ଯ୍ୟକ୍ରମକୁ ତୁମ ସମସ୍ତଙ୍କୁ ସ୍ୱାଗତ। ପିଲାମାନେ, ତମେ ସମସ୍ତେ ଗତ ଶ୍ରେଣୀରେ ଶୁଆର ଥଣ୍ଟ କୋଇଲିର କଣ୍ଠ ଯେଉଁ ପାଠଟି ରହିଛି ତାର ଭାଗ 3ରେ ଠ ଅକ୍ଷର ଚିହ୍ନିଥିଲ, ପଢ଼ିଥିଲ, ଅନେକ କଥା ଜାଣିଥିଲ। ଏଥର ଭାଗ 4ରେ ତମେମାନେ ଠ ଅକ୍ଷର ଶବ୍ଦ ପଢ଼ିବ, ସେଇ ଅକ୍ଷରରେ ଗୋଲ ବୁଲେଇବ, ନୂଆ ଶବ୍ଦ ଗଢ଼ିବ, ଠ ଅକ୍ଷର ଲଗାଇ ନୂଆ ନୂଆ ଶବ୍ଦ ଗୁଡ଼ିକ ଗଢ଼ିବ। ତାପରେ ସେଇ ଶବ୍ଦ ଗୁଡ଼ିକୁ ପୁଣି ନିଜ ଖାତାରେ ଲେଖିବ। ଲେଖିକରି ଆହୁରି ଗୋଟେ ନୂଆ କାମ ତମେ କରିବ। ସେ ନୂଆ କାମଟି ହେଉଛି ବିରାମ ଚିହ୍ନର ବ୍ୟବହାର। କେଉଁଠି ପୂର୍ଣ୍ଣଚ୍ଛେଦ, କେଉଁଠି କମା, ଏଇଭଳି ଯେଉଁ ବିରାମ ଚିହ୍ନ ଗୁଡ଼ିକ ରହିଛି ଏଇ ଭାଗରେ ତାର ବ୍ୟବହାର ମଧ୍ୟ ଆମେ ଶିଖିବା। ଆମେ ଅନୁଚ୍ଛେଦ 4କୁ ପ୍ରଥମେ ଆମେ ପଢ଼ିବା। କୋଇଲି ହସି ହସି କହିଲା, ହଉ ତେବେ ଶୁଣ। କୁହୁ କୁହୁ କୁହୁ। ଆଃ କି ସୁନ୍ଦର। ସବୁ ଛୁଆ ଥଣ୍ଟ ହଲେଇ କହିଲେ। କୋଇଲି କହିଲା, ଶୁଆଙ୍କ ଥଣ୍ଟ ଓ କୋଇଲିଙ୍କ କଣ୍ଠ ପାଇଁ ଆମ ଦୁଇ ପରିବାରର ଆଦର ସବୁବେଳେ ରହିଛି। ଶୁଆ ଛୁଆଙ୍କ ସହ କୋଇଲି କିଛି ସମୟ ଖେଳି ତା ବସାକୁ ଫେରିଗଲା। ଏବଂ ଏହାପରେ ଆମେ ଦେଖିବା ଯେ କୋଇଲି କିପରି ତାର ଗୀତଟି ଗାଇଛି ଏବଂ ପରବର୍ତ୍ତୀ ସମୟରେ ଆମେ ଦେଖିବା ଗୋଟିଏ ପରେ ଗୋଟିଏ ବାକ୍ୟକୁ ନେଇ ଚିତ୍ର ମାଧ୍ୟମରେ ଦେଖିବା ଏବଂ ପଢ଼ିବା ମଧ୍ୟ। ଆସ ତାହେଲେ ଦେଖିବା। କୋଇଲି ହସି ହସି କହିଲା, ହେଉ ତେବେ ଶୁଣ। କୁହୁ କୁହୁ। ପିଲାମାନେ ଦେଖିଲ, ଯେଉଁ ଛବିଟି ତମେ ଦେଖୁଛ ସେଥିରେ କ'ଣ ଦେଖୁଛ? ହଁ, ଶୁଆ ଦେଖୁଛ ନା? ଆଉ କ'ଣ ଦେଖୁଛ? କୋଇଲି? ହଁ, କୋଇଲି ଗୀତ ଗାଉଛି। ହଁ, କୋଇଲି ଗୀତ ଗାଉଛି। କେମିତି ଗୀତ ଗାଉଛି? କୁହୁ କୁହୁ କୁହୁ। ଏବଂ ତା ଗୀତକୁ କିଏ ଶୁଣୁଛନ୍ତି? ଶୁଆର ଛୁଆ ଏବଂ ଶୁଆ ସମସ୍ତେ ମିଶିକି ଭଲ ଭାବରେ ଶୁଣୁଛନ୍ତି। ଏବଂ ଆପରେ କ'ଣ ହେଇଛି ଦେଖିବା ଆମେ। ବର୍ତ୍ତମାନ ଦେଖ, ସେଇ ଛବିଟିରେ କ'ଣ ଦେଖୁଛେ? ତାର ଗୀତ ଶୁଣି ଶୁଆ ଏବଂ ଶୁଆର ଛୁଆମାନେ କେତେ ଖୁସି ହେଇଯାଇଛନ୍ତି। ଆଃ କି ସୁନ୍ଦର। ସବୁ ଛୁଆ ଥଣ୍ଟ ହଲେଇ କହିଲେ। ତାହେଲେ ସବୁ ଛୁଆମାନେ କୋଇଲିର ସେଇ କଥା ଶୁଣି କେତେ ଖୁସି ହେଇଗଲେ ଏବଂ ମାଆକୁ କହୁଛନ୍ତି, ମା ସତରେ କେତେ ସୁନ୍ଦର ଗୀତ। ଆହା, ନାନୀର କେତେ ସୁନ୍ଦର ଗୀତ। ଆପରେ ଦେଖିବା, ଆପରେ କ'ଣ ହେଇଛି? ଆପରେ କୋଇଲି କହିଲା, ଶୁଆଙ୍କ ଥଣ୍ଟ ଓ କୋଇଲିଙ୍କ କଣ୍ଠ ପାଇଁ ଆମ ଦୁଇ ପରିବାରର ଆଦର ସବୁବେଳେ ରହିଛି। ଦେଖ ପିଲାମାନେ, କୋଇଲି ସେ ମଧ୍ୟ ନିଜେ ନିଜେ କହିଛି। କ'ଣ କହିଛି? ନା ଶୁଆଙ୍କ ଥଣ୍ଟ ଓ କୋଇଲିଙ୍କ କଣ୍ଠ ପାଇଁ ଆମ ଦୁଇ ପରିବାର ଆଦରରେ ରହିଛି। ତାହେଲେ ଆମ ଦୁଇ ପରିବାର କିଏ କିଏ? ପିଲାମାନେ ଦେଖି କହିଲ। କୋଇଲି ଆଉ ଶୁଆ ସେ ହେଲେ ଦୁଇଟି ପରିବାର। ଏବଂ ସେ କ'ଣ ତାଙ୍କ ଦୁଇ ପରିବାର କାହିଁକି ସବୁବେଳେ ଆଦର ରହିଛି? ନା ଶୁଆଙ୍କ ଥଣ୍ଟ ଓ କୋଇଲିଙ୍କ କଣ୍ଠ ପାଇଁ ଦୁଇ ପରିବାରକୁ ସବୁବେଳେ ସମସ୍ତେ ତାଙ୍କୁ ଭଲ ପାଆନ୍ତି ଏବଂ ଦୁଇ ପରିବାର ଆଦରରେ ସବୁବେଳେ ରହିଛନ୍ତି। ଏହାପରେ ଦେଖିବା ପିଲାମାନେ କ'ଣ ଅଛି। ଦେଖ, ଏବେ କ'ଣ ଅଛି ନା ଗୋଟିଏ ଚିତ୍ରରେ ଆମେ ଦେଖୁଛେ କୋଇଲି ଗୀତ ଗାଉଛି ଏବଂ ତା ପାଖରେ ଶୁଆମାନେ ଅଛନ୍ତି। ଏବଂ ଆଉ ଗୋଟେ ଚିତ୍ରରେ ଆମେ କ'ଣ ଦେଖୁଛେ? କୋଇଲି ଅଛି। ହେଲେ କ'ଣ ଅଛି? ଶୁଆଟି କ'ଣ କରିଛି? ଛୁଆଙ୍କ ସହ କୋଇଲି କିଛି ସମୟ ଖେଳି ତା ବସାକୁ ଫେରିଗଲା। ପିଲାମାନେ ଦେଖ, ଯେତେବେଳେ ଆମେ ପ୍ରଥମ ଚିତ୍ରଟି ଦେଖିଛେ କ'ଣ କରିଛି? ନା କୋଇଲି ଗୀତ ଗାଉଥିଲା। ଯେଉଁ ପ୍ରସଙ୍ଗଟି ପଢ଼ିଲେ, ଯେଉଁ ଅନୁଚ୍ଛେଦ 4କୁ ପଢ଼ିଲେ, ଏହି ପ୍ରସଙ୍ଗ ଆଧାରିତ ତୁମମାନଙ୍କୁ କିଛି ପ୍ରଶ୍ନ ପଚାରିବି। ବହୁତ ସରଳ ସରଳ ପ୍ରଶ୍ନ। ତମେ ତ ମନ ଦେଇ ସମସ୍ତେ ଶୁଣୁଥିଲ ଗପଟିକୁ। ଏବେ ଦେଖି କହିଲ ପିଲାମାନେ, କିଏ ହସି ହସି କହିଲା? ହଁ, କୁହ, କିଏ ହସି ହସି କହିଲା? ହଁ, କୋଇଲି। ବାଃ,
ଧନ୍ୟବାଦ ତମ ସମସ୍ତଙ୍କୁ। ସାବାସ୍, ଯାହା ବି ହଉ ତମେ ସମସ୍ତେ ଭଲ ଭାବରେ ଶୁଣିଥିଲ ଏବଂ କହିଲ ମଧ୍ୟ। କିଏ ହସି ହସି କହିଲା? ସୁନ୍ଦର ଉତ୍ତରଟିଏ ଦେଲ କୋଇଲି। ଏବେ ଆଉ ଗୋଟିଏ ପ୍ରଶ୍ନ ଦେଖିବା। ସବୁ ଶୁଆ ଥଣ୍ଟ ହଲାଇ କ'ଣ କହିଲେ? ହଁ, ଟିକେ ମନେ ପକାଅ। ଯେତେବେଳେ ନାନୀ ଯେତେବେଳେ ଗୀତ ଗାଉଥିଲା ସବୁ ଛୁଆ ଥଣ୍ଟ ହଲାଇ କ'ଣ କହିଥିଲେ? ହଁ ହଁ ହଁ, ଠିକ୍ ଉତ୍ତର ଦେଲ। ଆଃ, କି ସୁନ୍ଦର! ସତରେ ଛୁଆମାନେ କୋଇଲିର କଣ୍ଠରେ ଏତେ ସୁନ୍ଦର ଗୀତ ବାହାରୁଥିଲା, ଯାହାକି ସୁନ୍ଦର ତାଙ୍କ ମନ ଭିତରେ ଏତେ ସୁନ୍ଦର ଭାବନା ଆସିଥିଲା ଏବଂ କହିଥିଲେ ଆଃ, କି ସୁନ୍ଦର। ଏବଂ ଦେଖିବା ପରବର୍ତ୍ତୀ ପ୍ରଶ୍ନ। ସବୁ ଶୁଆ କ'ଣ ହଲାଇ କହିଲେ? ହଁ, ଚିନ୍ତା କର। ହଁ, ସୁନ୍ଦର ଉତ୍ତର ଦେଇଛ। ଥଣ୍ଟ ହଲାଇ କହିଲେ। ବର୍ତ୍ତମାନ ଆମେ କ'ଣ କରିବା ନା ଦେଖିବା କିଛି ଶବ୍ଦ ଏବଂ ଅଣ୍ଠ ଯେଉଁ ଜାଗାରେ ଅଛି ସେ ଅଣ୍ଠ ଥିବା ଜାଗାକୁ ଆମେ କ'ଣ କରିବା ନା ଗୋଲ ବୁଲେଇବା ଏବଂ ଲେଖିବା। ତ ବର୍ତ୍ତମାନ ପ୍ରଥମ ଶବ୍ଦଟି ଅଛି କଣ୍ଠିଆ ଏବଂ ଦ୍ୱିତୀୟ ଶବ୍ଦଟି ଅଛି କଣ୍ଠର, ତୃତୀୟ ଶବ୍ଦଟି ଅଛି କଣ୍ଠ ମଧୁର ଏବଂ ଚତୁର୍ଥ ଶବ୍ଦଟି ଅଛି କଣ୍ଠ କଳା, ପଞ୍ଚମ ଶବ୍ଦଟି ଅଛି କଣ୍ଠମାଳା। ତାହେଲେ ଠିକ୍ ଅଛି ପିଲାମାନେ, ପ୍ରଥମ ଶବ୍ଦଟି କଣ୍ଠିଆ। ତ ଅଣ୍ଠ ଯୁକ୍ତାକ୍ଷର କେଉଁଠି ଅଛି ଆମେ ସେଠି ଗୋଟିଏ ଗୋଲ ବୁଲେଇବା। ତାହେଲେ ଦେଖିବା କଣ୍ଠିଆ। ଦେଖ ପିଲାମାନେ, ଆମେ ଅଣ୍ଠ ଯେଉଁଠି ଅଛି ଅର୍ଥାତ୍ ଣ୍ଠି ସେ ଜାଗାରେ ଆମେ କ'ଣ କରିଛନ୍ତି ଗୋଲ ବୁଲେଇଛନ୍ତି। ଏବଂ ଏହାର ପରବର୍ତ୍ତୀ ସମୟରେ ଦେଖିବା କଣ୍ଠର ଶବ୍ଦରେ ଅଣ୍ଠ ଯେଉଁଠି ଅଛି ଆମେ ଗୋଲ ବୁଲେଇବା ଏବଂ ସେଟାକୁ ପଢ଼ିବା ଏବଂ ତାପରେ ମଧ୍ୟ ନିଜ ଖାତାରେ ଲେଖିବା। ତାହେଲେ ଦେଖିବା ଣ୍ଠ କଣ୍ଠର ଣ୍ଠରେ ଆମେ କ'ଣ କରିଛନ୍ତି ଗୋଲ ବୁଲେଇଛନ୍ତି, ଯେଉଁଟାକି ନାଲି ରଙ୍ଗରେ ଦେଖାଯାଉଛି। ଦେଖିପାରୁଛନ୍ତି ନା ପିଲାମାନେ? ହଁ, ଠିକ୍। ତାପରେ କ'ଣ ଅଛି କଣ୍ଠ ମଧୁର। କଣ୍ଠ ମଧୁରରେ ଣ୍ଠ, ଯାହାକି ନାଲିର ଗୋଟେ ଗୋଲ ଦିଆଯାଇଛି କଣ୍ଠ ମଧୁର। ପିଲାମାନେ ଦେଖି କହିଲ ଣ୍ଠ ଏସବୁ କ'ଣ? ଇଏ ହେଉଛି ଗୋଟିଏ ଗୋଟିଏ ଯୁକ୍ତାକ୍ଷର। ମନେ ରଖ, ଣ୍ଠ ଗୋଟିଏ ଯୁକ୍ତାକ୍ଷର। ତାପରେ ଦେଖିବା କଣ୍ଠ କଳା। କଣ୍ଠ କଳା ଣ୍ଠ ହେଉଛି ମଧ୍ୟ ଗୋଟିଏ ଯୁକ୍ତାକ୍ଷର। ତାପରେ କ'ଣ ଅଛି କଣ୍ଠମାଳା ଏବଂ କଣ୍ଠମାଳାରେ କ'ଣ ଅଛି ଣ୍ଠ ଯୁକ୍ତାକ୍ଷରଟି ଅଛି ଏବଂ ତାକୁ ଆମେ କ'ଣ କଲେ ନା ନାଲି ଗୋଲ ବୁଲେଇଲେ। ପିଲାମାନେ ତମେ ତ ଦେଖିଲ କିଛି ଶବ୍ଦ ଏବଂ ସେ ଣ୍ଠ ଥିବା ଯୁକ୍ତାକ୍ଷର ଉପରେ ତମେ ଗୋଲ ବୁଲେଇଲ। ଆକୁ କ'ଣ କରିବ ନା ସମ୍ପୂର୍ଣ୍ଣ ରୂପେ ପଢ଼ିବ ଏବଂ ଲେଖିବ। ଏବଂ ବର୍ତ୍ତମାନ ଆମେ ଦେଖିବା କିଛି ଶବ୍ଦ। ତିନୋଟି ସ୍ତମ୍ଭ ଅଛି, ତିନୋଟି ସ୍ତମ୍ଭକୁ ନେଇ ଆମେ କ'ଣ କରିବା ନା କିଛି ଶବ୍ଦ ଗଠନ କରିବା, ପଢ଼ିବା ଏବଂ ଲେଖିବା। ପ୍ରଥମେ କ'ଣ ଅଛି କ ଶବ୍ଦ ସହିତ କ'ଣ ଅଛି ଣ୍ଠ, ଦ୍ୱିତୀୟ ସ୍ତମ୍ଭରୁ ଣ୍ଠ ଏବଂ ତୃତୀୟ ସ୍ତମ୍ଭରୁ ସ୍ଥ, ଅର୍ଥାତ କ'ଣ ହେବ ପିଲାମାନେ ଟିକେ କହିଲ? କ ଣ୍ଠ ସ୍ଥ। ଦେଖିବା କଣ୍ଠସ୍ଥ। ଠିକ୍ ସେଇଭଳି ଭାବରେ ଦେଖିବା କୁ ଣ୍ଠି ଏବଂ ତ। କ'ଣ ହେଲା ପିଲାମାନେ କହିଲ? ହଁ କୁହ। କୁ ଠି ତ, କୁଣ୍ଠିତ। ତାପରେ ଦେଖିବା ଲୁ ଣ୍ଠ ନ, ଲୁଣ୍ଠନ। ଏବଂ ଶେଷରେ କ'ଣ ଅଛି ଗ ଣ୍ଠି ଲି, ଗଣ୍ଠିଲି। ଆଉ ଥରେ ଟିକେ ପଢ଼ିଦେବା ଆମେ। କ'ଣ କ'ଣ ଥିଲା ପିଲାମାନେ? ତିନୋଟି ସ୍ତମ୍ଭ ଥିଲା ଏବଂ ତୁମମାନଙ୍କୁ କ'ଣ କୁହାଯାଇଥିଲା? ସେ ସ୍ତମ୍ଭକୁ ନେଇ ଗୋଟିଏ ସ୍ତମ୍ଭର ଗୋଟିଏ ଗୋଟିଏ ଅକ୍ଷରକୁ ନେଇ ଶବ୍ଦ ଗଢ଼ିବା, ପଢ଼ିବା ଏବଂ ଲେଖିବା। ତାହେଲେ ପ୍ରଥମ ଶବ୍ଦଟି ଆମେ କ'ଣ ପାଇଥିଲେ? କଣ୍ଠସ୍ଥ, କୁଣ୍ଠିତ, ଲୁଣ୍ଠନ ଏବଂ ଗଣ୍ଠିଲି। ତୁମେ ସୁନ୍ଦର ଭାବରେ ସମସ୍ତେ ଉତ୍ତର ରଖିଥିଲ। ଏବଂ ଏହାପରେ ଆମେ କ'ଣ କରିବା? କିଛି ଶବ୍ଦ ଦେଖିବା, କିଛି ବାକ୍ୟ ତା ଭିତରେ ଦେଖିବା ଏବଂ ବିରାମ ଚିହ୍ନ ଲଗେଇ ତାକୁ କରିବା ପଢ଼ିବା ଏବଂ ଲେଖିବା। ସତରେ ନା କ'ଣ? ଏବଂ ବିରାମ ଚିହ୍ନ ତୁମ ପାଇଁ କ'ଣ ଅଛି? ପ୍ରଶ୍ନବାଚକ, ପୂର୍ଣ୍ଣଚ୍ଛେଦ ଏବଂ ବିସ୍ମୟ ସୂଚକ।
ସତରେ ନା କ'ଣ? ପିଲାମାନେ ଦେଖ, ସତରେ ନା କ'ଣ ପରେ ଆମେ କ'ଣ ଦେଇଛେ? ଯେହେତୁ ଏଠି ଗୋଟେ ପ୍ରଶ୍ନ ଥିଲା, ତେଣୁ ଆମେ ପ୍ରଶ୍ନବାଚକ ଚିହ୍ନ ଦେଇଛନ୍ତି। ଏବଂ ଦ୍ୱିତୀୟ ପ୍ରଶ୍ନଟି ଦେଖିବା କ'ଣ ଅଛି? ମା ଶୁଆ ମୁଣ୍ଡ ହଲାଇ ହଁ କହିଲା। ତାହେଲେ ଆମେ ଏଠି ବିରାମ ଚିହ୍ନ କ'ଣ ଲଗାଇବା? ହଁ କୁହ କୁହ। ହଁ, ଠିକ୍ ଉତ୍ତର ଦେଇଛ। ଆମେ ଏଠି କ'ଣ ଲଗାଇବା? ପୂର୍ଣ୍ଣଚ୍ଛେଦ ଲଗାଇବା। ମା ଶୁଆ ମୁଣ୍ଡ ହଲାଇ ହଁ କହିଲା। ଦେଖିବା, କି ସୁନ୍ଦର ପିଲାଟିଏ। ଏଠି ତାହେଲେ ବିରାମ ଚିହ୍ନ କ'ଣ ଲାଗିବ? ହଁ, କି ସୁନ୍ଦର ପିଲାଟିଏ। ତାହେଲେ କ'ଣ ଅଛି? ବିସ୍ମୟ ସୂଚକ ବିରାମ ଚିହ୍ନଟି ଅଛି। କେତେ ସୁନ୍ଦର ଉତ୍ତର ପିଲାମାନେ ଦେଉଛ। ଦେଖି କହିଲ, ଆଜି ଯେଉଁ ପ୍ରସଙ୍ଗଟି ପଢ଼ିଲେ, ଶୁଆର ଥଣ୍ଟ କୋଇଲିର କଣ୍ଠ, ଯାହାକି ଅନୁଚ୍ଛେଦ 4 ଥିଲା। ଆଜି ଆମେ କ'ଣ ଶିଖିଲେ? ଟିକେ ମନେ ପକାଇବା। ଆଜି ଆମେ କ'ଣ ଶିଖିଲେ? ଆମେ ଆଜି କ'ଣ ଶିଖିଲେ ନା ଠ ଯୁକ୍ତାକ୍ଷର ଚିହ୍ନିଲେ ଓ ଲେଖିଲେ। ଅଣ୍ଠ ଯୁକ୍ତାକ୍ଷର ଶବ୍ଦ ଗଢ଼ିଥିଲେ, ପଢ଼ିଲେ ଏବଂ ଲେଖିଲେ। ବିରାମ ଚିହ୍ନର ବ୍ୟବହାର କରିଥିଲେ, ଯେମିତିକି ସତରେ ନା କ'ଣ, ତା ପାଖରେ ପ୍ରଶ୍ନ ଦେଇଥିଲେ। ଏବଂ ମା ଶୁଆ ମୁଣ୍ଡ ହଲାଇ କ'ଣ କହିଲା, ତା ପାଖରେ ପୂର୍ଣ୍ଣଚ୍ଛେଦ ଦେଇଥିଲେ। କି ସୁନ୍ଦର ପିଲାଟିଏ, ଏବଂ ତା ପାଖରେ ବିସ୍ମୟ ସୂଚକ ବିରାମ ଚିହ୍ନ ଦେଇଥିଲେ। ଏବଂ କ'ଣ କରିଥିଲେ? ପ୍ରସଙ୍ଗ ଆଧାରିତ କିଛି ସରଳ ପ୍ରଶ୍ନର ଉତ୍ତର ଦେଇଥିଲେ, ଯାହାକି ତୁମେ ବହୁତ ସୁନ୍ଦର ଭାବରେ ପ୍ରସଙ୍ଗଟିକୁ ଶୁଣିଥିଲ। ଅନୁଚ୍ଛେଦ 4କୁ ସୁନ୍ଦର ଭାବରେ ପଢ଼ି ତୁମେ ତା'ର ସରଳ ପ୍ରଶ୍ନର ଉତ୍ତର ଦେଇଥିଲ। ଏବଂ ଏହାପରେ କ'ଣ ଥିଲା ନା ପ୍ରସଙ୍ଗ ଉଦ୍ଦେଶ୍ୟ ସମ୍ପର୍କରେ କଥା ହେଲେ ଓ ଆଲୋଚନା କଲେ। ପିଲାମାନେ, ଆଜି ତୁମ ପାଇଁ କିଛି କାମ ଅଛି। ଲଗାଇ 10ଟି ଶବ୍ଦ ଲେଖି ଆଣିବ। ପିଲାମାନେ, ତୁମ ଖାତାରେ ଠ ଯୁକ୍ତାକ୍ଷର ଏବେ ପଢ଼ିଲ, ଠ ଯୁକ୍ତାକ୍ଷର ଲଗାଇ 10ଟି ଶବ୍ଦ ଲେଖିକି ଆଣିବ। ପ୍ରସଙ୍ଗ ଥିଲା ଶୁଆର ଥଣ୍ଟ ଓ କୋଇଲିର କଣ୍ଠ, ପାଠ 6। ତୁମେ ସମ୍ପୂର୍ଣ୍ଣ ରୂପେ ପଢ଼ିଛ, ଶୁଣିଲ ଏବଂ ଲେଖିଲ ମଧ୍ୟ। ତେଣୁ ସମସ୍ତଙ୍କୁ ପୁଣି ଥରେ ଧନ୍ୟବାଦ। ଖୁସିରେ ଶିଖିବା ସମସ୍ତଙ୍କର ଅଧିକାର। ନମସ୍କାର।